ମୁଁ ପ୍ରବୀର କୁମାର ଦାସ ଏକ ସରପଞ୍ଚ ଶାଳଗାଁ ତଥା ଟାଙ୍ଗୀ ଚୌଦ୍ୱାର ଆଞ୍ଚଳିକ ପରିଷଦର ସଭାପତି। ଟାଙ୍ଗୀ ଚୌଦ୍ୱାର ଯେମିତି ଗୋଟିଏ ସାଂସ୍କୃତିକ କେନ୍ଦ୍ର, ସେମିତି ଏ ଯେଉଁ ରୂପଯାତ୍ରାଟି ଆମର ହେଉଛି, କି ଯେଉଁ ବଢ଼ିଆ ସୁନ୍ଦର ଦିନ ପରୁହା ଅଷ୍ଟମୀ, ଯେଉଁଠିକି ଖୁସିବାସିର ସବୁ ଘରରେ ବଡ଼ ପୁଅମାନଙ୍କୁ ଅଧିକା ସମ୍ମାନ ଦିଆଯାଏ, ବହୁତ ଆଶା କରାଯାଇଥାଏ ତାଙ୍କର ସମ୍ମାନ ରଖିବା ପାଇଁ ଏଭଳି ସଂସ୍କୃତିର ବ୍ୟବସ୍ଥା ରହିଛି। ତା ପରଦିନ ଏ ଯାତ୍ରାଟି ଆରମ୍ଭ ହୁଏ। ଇଏ ଏକ ଭାଇଚାରା ଯାତ୍ରା। ପ୍ରତ୍ୟେକ ଗାଁରେ ସେମାନେ ତାଙ୍କର ପ୍ରାୟ ଆମର ଏଠି 20ଟି ମେଢ଼ ଆସେ, ପ୍ରତ୍ୟେକ 2ଟି ପଞ୍ଚାୟତ 3ଟି ପଞ୍ଚାୟତରୁ। ଶାଳଗାଁ, ନଖରା ତଥା ଆଗ୍ରା, ଏ 3ଟି ପଞ୍ଚାୟତର ଗୋଟେ ସାଂସ୍କୃତିକ କେନ୍ଦ୍ରସ୍ଥଳ। ଏଠି ଲୋକମାନେ ଆସନ୍ତି, ସେମାନଙ୍କର ପ୍ରତ୍ୟେକ ବର୍ଷ ସାରା ଜିନିଷ ଯାହା ଦରକାର, ହାଣ୍ଡି, ଡେକିଚି, କଡ଼େଇ, ଚାଲଧୁଆ, ବିଞ୍ଚଣା, ଆମର କୁଲା ସବୁ ଏଇଠୁ ହିଁ କିଣିଥାନ୍ତି। ଦୋକାନକୁ ସେମାନଙ୍କୁ ଯିବାକୁ ପଡ଼େ ନାହିଁ, କାରଣ ଆମର ଏଠୁ 8 କିଲୋମିଟର ଗଲେ ବଜାର ଟାଙ୍ଗୀ, 8 କିଲୋମିଟର ବଜାର ଗଲେ ଚୌଦ୍ୱାର। ତେଣୁ ସ୍ତ୍ରୀ ଲୋକମାନେ ସବୁଯାକ ତାଙ୍କର ଘରକରଣା ଜିନିଷ ଏଇଟାରୁ ହିଁ କିଣିଥାନ୍ତି। ଏଇଟା ବେଶୀ ବିଶେଷତ୍ୱ ଯାତ୍ରାରେ ସାଧାରଣ ଲୋକଙ୍କର ଏକତା। ଆଉ ସବୁଠୁ ବଢ଼ିଆ ଜିନିଷ ରହୁଛି, ଏଠି ଏତେ ଭାଇଚାରା ଚାଲେ, ଏତେ ଆନନ୍ଦର ଉଲ୍ଲାସ ହୁଏ। ଦେଶ ବିଦେଶରୁ ଏମିତି ଆମର ଅଞ୍ଚଳରୁ ଯେଉଁମାନେ ସବୁ ବାହାରେ ଚାକିରି କରିଛନ୍ତି, ସେମାନେ ଏଇ ଦିନରେ ଦଶହରାରେ ଯେମିତି ସେମାନେ ଏକାଠି ହୁଅନ୍ତି। କଟକରେ ଆମର ଏଇ 2ଟା ପଞ୍ଚାୟତ 3ଟା ପଞ୍ଚାୟତର ଲୋକ ଏଇ ଦିନ ହିଁ ଏକାଠି ହୁଅନ୍ତି। ପରସ୍ପର ଭିତରେ ଏକତାର ଭାବର ଆଦାନ ପ୍ରଦାନ ହୁଏ। ଲୋକମାନେ ତାଙ୍କର ଜିନିଷପତ୍ର କିଣନ୍ତି। ବଜାରରେ ସୁସ୍ୱାଦୁ ଖାଦ୍ୟର ବିଭିନ୍ନ ଷ୍ଟଲ୍ ପଡ଼ିଥାଏ, ଦୋଳି ଲାଗିଥାଏ। ବହୁତ ଗୋଟେ ଆନନ୍ଦ ଉତ୍ସାହରେ ଜିନିଷ ଚାଲେ। ଏଠି ଆମର ଚୌଦ୍ୱାର ଥାନା ଆଉ ଟାଙ୍ଗୀ ଥାନା, ଯଦିଓ ଟାଙ୍ଗୀ ଥାନା ଆମର ଏଠି ବିଶେଷ ଆସନ୍ତିନି, ଚୌଦ୍ୱାର ଥାନାରେ ଆସନ୍ତି। ସମସ୍ତ ଅଫିସର ସେମାନେ ବହୁତ ସହଯୋଗ କରନ୍ତି। ଗାଁର ମୁରବୀମାନେ, ମେଢ଼ କମିଟିର ସେକ୍ରେଟାରୀ ପ୍ରେସିଡେଣ୍ଟମାନେ, ସେମାନେ ଶୃଙ୍ଖଳିତ ଭାବରେ ତାଙ୍କର ପିଲାଙ୍କୁ ନେଇକରି ଆସିଥାନ୍ତି। ଆଉ ସବୁଠୁ ବେଶୀ ଧନ୍ୟବାଦ ଦେବି ଆମର ଯିଏକି ଆମର ପ୍ରଭାତ ରଞ୍ଜନ ବିଶ୍ୱାଳ ଆଉ ତାଙ୍କର ସୌଭିକି ବିଶ୍ୱାଳଙ୍କୁ, ଯିଏକି ସମ୍ପୂର୍ଣ୍ଣ ରୂପେ ଯାତ୍ରା କେମିତି ଶୃଙ୍ଖଳିତ ଭାବରେ ଚାଲିବ, ପ୍ରଶାସନିକ ଅଧିକାରୀଙ୍କୁ ସେହି ଅନୁସାରେ ସେ ନିୟୋଜିତ କରିଥାନ୍ତି। ଆଉ ସବୁଠୁ ଏଠି ବାହାଦୁରର ବିଷୟ ହେଉଛି, ଗୋଟିଏ ଗାଁ, ଯଦିଓ ଆମେ ସମସ୍ତେ ଆନନ୍ଦ ନେଉ, ଗୋଟିଏ ଗାଁ ଲୋକ ଆନନ୍ଦ ନେଇପାରନ୍ତିନି। ସିଏ ହେଉଛି ନଖରା ଗାଁ, ଯିଏକି ସିଏ ସଦାବେଳେ ଲାଗିଥାନ୍ତି ଯାତ୍ରାରେ କେମିତି ଶାନ୍ତି ଶୃଙ୍ଖଳା ରକ୍ଷା ହେବ। ତାଙ୍କ ଭଲ୍ୟୁଣ୍ଟର ମାନେ ଯାତ୍ରା ଦେଖନ୍ତିନି, ସେ ଦେଖନ୍ତି କେମିତି ଲୋକମାନେ ସୁରୁଖୁରୁରେ ଯାତ୍ରା ଆସିବେ ଆଉ ଯାତ୍ରା ଯିବେ। ତେଣୁ ସବୁଠାରୁ ବେଶୀ ଧନ୍ୟବାଦ ଦେବି ସେଇ ଆମର ସାଂସ୍କୃତିକ କେନ୍ଦ୍ର ନଖରା ଗାଁକୁ, ଯାହାଙ୍କର କି ଆଜି ପର୍ଯ୍ୟନ୍ତ ଯାତ୍ରାରେ ଗାତ ଖୋଳି ଦୋକାନୀକି ବସିବାଠୁ ଆରମ୍ଭ କରି ଦୋକାନୀ ସବୁ ପଳେଇଗଲା ପରେ, ଲୋକ ଗଲା ପରେ ସେ ଯାତ୍ରା ପଡ଼ିଆକୁ ପୁଣି ସଫା କରି, କାରଣ ସ୍କୁଲ ପଡ଼ିଆ ଯାତ୍ରା ପଡ଼ିଆ, ତେଣୁ ସେ ସ୍କୁଲ ପିଲା ତା ଦେହରେ ତାର ଖେଳିବେ। ତେଣୁ ସେ ସବୁଠୁ ବେଶୀ ପରିଶ୍ରମ ସେଇମାନେ କରନ୍ତି। ଆଉ ସେଇମାନଙ୍କ ସକାଶେ ଏହି ଯାତ୍ରା ଆଜି ପର୍ଯ୍ୟନ୍ତ ଚାଲିଛି। ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ମୋ ତରଫରୁ, ଅଞ୍ଚଳ ତରଫରୁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଆମେ କରିବୁ, ଯାତ୍ରା ଭଲରେ କଟୁ।